କର ବି ନୋଟ୍ସ ଯଦି ଆଭେଲେବୁଲ ହେଇଗଲାଣି ତାହେଲେ ଆଉ କିଛି ଆଉ ଇସ୍ୟୁଜ ହବନି କିଛି, କାରଣ ସେଇ ନୋଟଟା ହିଁ ସାର୍ ଯୋଉ ମେଟେରିଆଲ ଯୋଉ ଦେବେ, ସାର୍ ଯୋଉ ଜିନିଷ ସବୁ ଦଉଛନ୍ତି ସେଗୁରା ଗୋଟେ ସିଓର ସଟ୍ ଆସିବା ଜିନିଷ, ସିଏ ଆସିବ ଜିନିଷ ଆପଣ ପାଇବେ, ମାନେ ହଲରେ ଆସିବ, କାରଣ ସେ ଯୋଉ ଟ୍ରେଣ୍ଡ ଆନାଲିସିସ୍ କରିକିନା ସବୁ ଲେଖା ହେଇଥିବ ସାର୍ ବନେଇଥିବେ କରିକିନା ନୋଟ୍ସ ସବୁ, ସୋ ଏଫର୍ଟସ ଟା ଆପଣଙ୍କର ଏଇଠି ମିନିମାଇଜ ହେଇଯିବ। ଆଉ କଥା ହଉଛି ଯେ ସେଇ ଜିନିଷ ଉପରେ ଟ୍ରଷ୍ଟ ରଖନ୍ତୁ, ଯେମିତି ମୁଁ ଇଏ ବେଳେ କହିଥିଲି, ମୁଁ ଯେତେବେଳେ କହୁଥିଲି ଯେ କନଭିକ୍ସନ, ଯେ ମୁଁ ତ ପ୍ରି କ୍ଲିୟର କରିବି, ଆଉ ଡେଫିନେଟଲି ମୁଁ କ୍ଲିୟର କରିବି, ସେଇ ମାଇଣ୍ଡ ସେଟ ନେଇକିନା ଏକ୍ସାମ ରେ ବସିବେ, ଆଣ୍ଡ ଯୋଉ ଆପ୍ରୋଚ ଭାବି କୁହାଯାଇଥିବ କେମିତି କଣ ଅନନୋନ କ୍ୱେଶ୍ଚିନ୍ କୁ କେମିତି ଆପ୍ରୋଚ କରିବା, କେମିତି ଡିଲ୍ କରିବା, ସେ ସବୁ ଯୋଉ ସ୍କିଲ୍ ଟା ଆପଣ ଶିଖିବେ। ଏଇ ଯୋଉ ସ୍କିଲ୍ ଟା ନା ଆପଣଙ୍କୁ ଦିଟା ଜାଗାରେ ହେଲ୍ପ କରିବ, ପ୍ରିଲିମ୍ ରେ ବି ଆଉ ମେନ୍ ରେ ବି ହେଲ୍ପ କରିବ। ସୋ ଏଇ ଜିନିଷ ମୁଁ କହିବି, ଆଉ ବେଶୀ କିଛି ଚିନ୍ତା କରନ୍ତୁନି, 90 days ବେୟାରଲି ରହିଲା, ସାର୍ ଯୋଉ ଯାହା ବି